ଆଜି ଶୁଣିବା ନାଟକ ଚୁମ୍ବନ। ନାଟ୍ୟକାର କାଳୀଚରଣ ପଟ୍ଟନାୟକ। ଭାଗ ଅଷ୍ଟମ। ଚତୁର୍ଥ ଦୃଶ୍ୟ। ନଦୀ ତୀରରେ ଗୋଟିଏ ପଥର ଉପରେ ବସିଥିଲା ପ୍ରେମ। ବଡ଼ ଦୁଃଖ କାତରରେ ହାତରେ ମୁଠିଏ ଫୁଲ ସଞ୍ଜରବୀର ଅସ୍ତଛାୟା ପଡ଼ିଛି ତା ମୁହଁରେ। ଆଖି ତାର ବଡ଼ ଛଳ ଛଳ ଲୁହରେ। ହାତରୁ ଗୋଟିଏ ଫୁଲ କାଢ଼ି ପାଣିରେ ପକାଉଥାଏ ଆଉ ଗାଉଥାଏ ଗୀତ। ପ୍ରେମ ଗୀତ ଭିତରେ ବସନ୍ତ କେତେବେଳେ ଆସି ପ୍ରେମର ପଛପଟେ ଛିଡ଼ା ହୋଇଛି ପ୍ରେମ ଜାଣିନାହିଁ। ପ୍ରେମର ଗୀତ ସରିବା ପରେ ବସନ୍ତ ଡାକିଛି ପ୍ରେମର ଲୁହ ପୋଛି। ବସନ୍ତ। ପ୍ରେମ। ପ୍ରେମ ଚମକି ଚାହିଁଛି ଥରେ। ଆଖିରେ ତାର ଲୁହ, ତେଣୁ ମୁହଁ ସଙ୍ଗେ ସଙ୍ଗେ ଫେରାଇ ନେଇ ଲୁହ ପୋଛିଲା। ବସନ୍ତ ପୁଣି ଟିକିଏ ଅପେକ୍ଷା କରି ଡାକିଲା, ବସନ୍ତ। ପ୍ରେମ। ପ୍ରେମ। ବସନ୍ତ। ଏଠି ଏମିତି ଆସି ଏକୁଟିଆଟି? ପ୍ରେମ। ହଁ, ବସିଛି ତ, ପାଣି ନେବି ଯେ। ତମେ ଏଣେ ଏତେବେଳେ? ବସନ୍ତ। ଆସିଲି ବାହାରେ। ପ୍ରେମ। ଅନେକ ଦିନୁ ତ ଦେଖା ନାହିଁ, କ'ଣ ନଥିଲ ଏଠି? ବସନ୍ତ। ନା, ଥିଲି। କାହିଁକି? ପ୍ରେମ। ତେବେ? ବସନ୍ତ। ଆସିପାରି ନାହଁ ଏଣେ? ପ୍ରେମ। କ'ଣ ବାହାଘର ଭୋଜିଖିଆ ସରିନଥିଲା ଆଜି ଯାଏ? ବସନ୍ତ। ସରିଲା ଆଉ କେଉଁଠି? ଭୋଜି ଖାଇବା ଲୋକ କାହାନ୍ତି ଯେ କିଏ ଭୋଜି ସାରିବ? ପ୍ରେମ। କାହିଁକି? ସୁଧା? ବସନ୍ତ। ସେ ତ ଆଉ ଭୋଜି ଖାଇବା ଲୋକ ନୁହେଁ। ପ୍ରେମ। କେମିତି ଅଛି? ବସନ୍ତ। ଅଛି ସେମିତି ଏକ ପ୍ରକାର। ପ୍ରେମ। ତାକୁ କ'ଣ ଏକାବେଳେ ଜେଲରେ ରଖିଛ? ବସନ୍ତ। କେମିତି? ପ୍ରେମ। ତାର ବି ତ ସେଇଦିନୁ। ବସନ୍ତ। ମାନେ? ଏଣେ ଆଉ ବେଶୀ ଆସିବାକୁ କାହାରି ମନ ହୁଏ ନାହିଁ। ପ୍ରେମ। ବେଶୀ କମ୍ ଆଉ କ'ଣ? ମୋଟେ ତ ଏଣେ ଦେଖା ନାହିଁ। ବିବାହର ପରେ ଆଉ ସମୟ ହୁଏ ନାହିଁ ବୋଧ ହୁଏ। ବସନ୍ତ। ସମୟ ନାହିଁ ଏକଥା ନୁହେଁ, ଇଚ୍ଛା ନାହିଁ। ବାହାଘର ତ ଯାହା ହେଲା ଜାଣୁ। କି କୁକ୍ଷଣରେ ଯେ ବିବାହର ପ୍ରସ୍ତାବ ପଡ଼ିଥିଲା, ଯିଏ ବାହାଘରେ ବେଶୀ ଆନନ୍ଦ ହୋଇଥାନ୍ତେ, ସେମାନେ ଗଲେ। ଦୁଃଖରେ ଦୁଃଖରେ ମଦନ ବୋଉ ମାଉସୀ ଚାଲିଲେ। ମଦନ ତ ଘର ଛାଡ଼ି ବାହାଘର ଦିନ ସକାଳୁ ଚାଲିଗଲା। ଆଉ ତୁ କୋଉ ସୁଖରେ ବା ମୁଁ ତୋତେ ଡାକିବି ନା ତୁ ଯିବୁ? ଏସବୁ ନାନା କାରଣ ନେଇ ମନଟା ଭଲ ନାହିଁ। କ'ଣ କରନ୍ତି? ଯେତେବେଳେ ଗୋଟାଏ ଦିନ ଠିକ୍ ହୋଇଯାଇଥିଲା, ଆଉ ତ ଭାଙ୍ଗିବାକୁ ବଳ ନାହିଁ ନଇଲେ। ପ୍ରେମ। ସେଥିରେ ତୁମର ଚାରା କ'ଣ? ବସନ୍ତ। ସେସବୁ ନେଇ ଏଣେ ଆସିବାକୁ ମନ ହେଲେ ବି ପାଦ ଆଗେଇ ପାରେ ନାହିଁ। ପ୍ରତ୍ୟେକ ଜାଗାରେ ମାଉସୀଙ୍କର ସ୍ମୃତି, ପ୍ରତ୍ୟେକ କାନ୍ଥ ବାଡ଼ରେ ତ ମଦନ। ପ୍ରେମ। ଆଜି ଅନେକ ଦିନ ପରେ ହଠାତ୍? ବସନ୍ତ। କାମ ଅଛି ଟିକିଏ। ପ୍ରେମ। ମୋ ପାଖେ? ବସନ୍ତ। ହଁ, ଖୋଜି ଖୋଜି ଆସିଛି ଗୋଟେ କଥା ପଚାରିବାକୁ। ପ୍ରେମ। ମୋତେ? ବସନ୍ତ। ହଁ, ମଦନ ପାଖରୁ ଆଜି ହଠାତ୍ ଖଣ୍ଡେ ଚିଠି। ପ୍ରେମ। ଚିଠି? ସେ ଦେଇଛନ୍ତି? କାହିଁ, ମୁଁ ତ ପାଇନାହିଁ। ବସନ୍ତ। ନା, ମୋତେ ଦେଇଛି। ପ୍ରେମ। ଭଲ ତ ସବୁ ତାଙ୍କର? ବସନ୍ତ। ହଁ। ଚିଠି ବଢ଼େଇ ଦେଲା ପ୍ରେମ ହାତକୁ। ପ୍ରେମ। ଚିଠି ନେଉ ନେଉ ପଡ଼ିଗଲା, ଉଠାଇ ଫେରେ ବସନ୍ତ ହାତକୁ ଦେଲା। ବସନ୍ତ। ତୁ ପଢ଼। ଠିକଣାଟା ହେଇଠି ଅଲଗା କାଗଜ ଖଣ୍ଡରେ ଦେଇଛି। ସମ୍ପାଦକ ବିଚିତ୍ରା ବ୍ରହ୍ମପୁର। କାଗଜ ଦେଲେ ପ୍ରେମ ତାକୁ ପଢ଼ି ବସିଲା। ବସନ୍ତ। ପଚାରିଛି ଶ୍ୟାମବାବୁଙ୍କ ଖବର, ତାଙ୍କ ଘରକୁ ତୁ ଯାଉଛୁ କି ନାହିଁ? ତୋର ମାନସିକ ଶାରୀରିକ? ପ୍ରେମ। ଭଲ ଅଛି ମୁଁ। ଲେଖିଦେବ ତାଙ୍କୁ ଘରକୁ ଯାଇନାହିଁ। ବାପା ତାଙ୍କର ଅସୁସ୍ଥ। ଦିନେ ମୋତେ ଡକାଇ ପଠାଇଥିଲେ, ବାପା ନଥିଲେ ବୋଲି ମୁଁ ଆଉ। ବସନ୍ତ। ହଁ, କାହିଁକି ବା ଆଉ? ପ୍ରେମ। ଏ କ'ଣ ମିଛ? ମୋ ଠାରୁ ସେ ବିଦାୟ ନେଇ ଯାଇଛନ୍ତି ଯେଉଁଦିନ। ବିଦାୟ? ମୁଁ ତାଙ୍କୁ ଦେଇଛି ବିଦାୟ? ବସନ୍ତ। ସେଇଆ ତ ମୁଁ ଭାବୁଥିଲି। ମୋତେ ଆଶ୍ଚର୍ଯ୍ୟ ଲାଗିଲା ତା ଲେଖା ଦେଖି, ଯେ ତୁ ତାର ଯିବାର ଜାଣିଛୁ। ପ୍ରେମ। ଯିବାର ପୂର୍ବଦିନ ତାଙ୍କୁ ଦେଖିଛି ବଗିଚାରେ। ମାତ୍ର ମୁଁ ତ ସେ କବି ଭାଷାର ବିଦାୟ ଶବ୍ଦ ବୁଝିପାରି ନାହିଁ ବସନ୍ତ ଭାଇ। ମୁଁ ଜାଣିଥିଲେ। ବସନ୍ତ। ବୁଝିଲି ମୁଁ। ଦୁଷ୍ଟ ସେ। ଯାହା ହେଉ ସେ ଭଲ ଅଛି ତ, ସେଇ ଭାଗ୍ୟ। ପ୍ରେମ। ହଁ, ଭାଗ୍ୟ। ଭାଗ୍ୟ ନୁହେଁ ତ କ'ଣ? ସବୁ ତ ଭାଗ୍ୟ। ତାଙ୍କର ଘର ଛାଡ଼ି ଚାଲିଯିବା ଭାଗ୍ୟ, ମାଉସୀଙ୍କର ମରଣ ଭାଗ୍ୟ, ଶ୍ୟାମବାବୁଙ୍କର ରୋଗ ଭାଗ୍ୟ, ସବୁ ତ ମୋରି ଭାଗ୍ୟ। ବସନ୍ତ। ନା ପ୍ରେମ, ସେ ଯେ ଆଉ କିଛି ନ କରି ଗୋଟେ ତା ଲାଇନ୍ ମୁତାବକ ସର୍ଭିସ୍ ଧରି ନେଇଛି, ସେ ମଧ୍ୟ ଗୋଟେ ବଡ଼ ଭାଗ୍ୟ, ନୁହେଁ? ପ୍ରେମ। କହିଲି ତ ସବୁ ମୋରି ଭାଗ୍ୟ।
ବସନ୍ତ ଯାହା ହେଉ ତାକୁ ଆଜି ଜବାବ ଦେବାକୁ ହେବ। ତା ବାପାଙ୍କୁ ଖବର ଦେବାକୁ ମନା କରିଛି। ସେ କ'ଣ ଖୁବ୍ ଅସୁସ୍ଥ? ପ୍ରେମ ଶୁଣିଲି ତ ଥରେ ମନେ କରିଥିଲି, କିନ୍ତୁ ବସନ୍ତ ପରେ ଦେଖାଯିବ। ଆଚ୍ଛା ତୁ ତାହେଲେ ଚିଠିଟା ତାର ରଖ। ପ୍ରେମ ମୁଁ? ନା, ଚିଠି ତ ମୋର ନୁହେଁ। ବସନ୍ତ ମୋ ପାଖକୁ ଲେଖିଛି ସତ, କିନ୍ତୁ ଚିଠିଟା ତ ତୋର। ଜବାବ ତୁ ଦେବୁ। ଆଜି ଯେମିତି ଡାକରେ ଯାଏ। ତୁ ପାବେ କି ଲେଖି ରଖ, ମୁଁ ମାଗି ନେଇ ପୋଷ୍ଟ କରିଦେବି। ପ୍ରେମ ମୁଁ ଲେଖିବି? ବସନ୍ତକୁ ଚାହିଁ ଦେଖିଲା। ତା ଆଖିରେ ଲୁହ, ମୁହଁ ପୋତିଦେଲା। ବସନ୍ତ ଛଳ ଛଳ ଆଖିରେ ପ୍ରେମକୁ କେବଳ ଚାହିଁଲା। ପ୍ରେମ ପ୍ରେମ ଚାଲ ତୁମେ ଟିକେ ଆମ ଘରେ ବସିବ, ମୁଁ ଏକ ସାଙ୍ଗେ ସାଙ୍ଗେ ତ ଜବାବ ଦେଇଦେବି। ବସନ୍ତ ହଁ ଚାଲ। ଏତେ ଦୁଃଖରେ ବି ମନୁଷ୍ୟ କହିବାକୁ ବାଧ୍ୟ ଯେ ଭଗବାନ ତମ ଦୟାର ସୀମ ନାହିଁ। ପ୍ରେମ ଧୀରେ କହି ପାଣି ପାଇ ମାଠିଆ ନେଇ ନଈକି ଗଲା। ପଞ୍ଚମ ଦୃଶ୍ୟ। ମଦନର ଘର। ମଦନ ବସି ଚିଠି ଲେଖୁଛି ପ୍ରେମ ପାଖକୁ। ସାମ୍ନାରେ ଖଣ୍ଡିଏ ଛବି, ଗୋଟିଏ ହାତରେ ଖଣ୍ଡିଏ ଚିଠି। ବେଳେ ବେଳେ ପଢ଼ି ସେମିତି ଜବାବ ଲେଖୁଛି ତାର। ପଛରୁ ହାତରେ ଖାତା ଓ ପେନସିଲ ସହିତ ଶୀଘ୍ର ଆସିଲେ ମେନକା। ମଦନ ତାଙ୍କୁ ଦେଖି ଟିକିଏ ଯେମିତି ଅପ୍ରସ୍ତୁତ ହୋଇଗଲା ପରା। ମେନକା ଆସି ଚୌକିର ହାତରେ ଭରା ଦେଇ କହିଲେ, ମେନକା ଏକ୍ସକ୍ୟୁଜ୍ ମି ମିଷ୍ଟର ରୟ, ମାନେ ମୁଁ କ୍ଷମା ମାଗୁଛି ହଠାତ୍ ଏମିତି ଆସି ଆପଣଙ୍କୁ ଡିଷ୍ଟର୍ବ କଲି। ଚୁମ୍ବନ ଶେଷ କରିବାରେ ଲାଗି ପଡ଼ିଛନ୍ତି ବୋଧହୁଏ। ଏଇଟା ସେଇ ନାଟକର ଗୋଟାଏ ପୋର୍ସନ୍ ନା? ବାସ୍ତବିକ ବଡ଼ ଡିଷ୍ଟର୍ବ କଲି। ମଦନ ନା, ସେଇଟା ନାଟକ ଫାଟକ କିଛି ନୁହେଁ। ମେନକା ମୋତେ ଲୁଚାଉଛନ୍ତି ଆପଣ? ମୁଁ ଚୁମ୍ବନ ପ୍ଲେଟାର ବାକିଟା ପୂରଣ କରିବାକୁ ସେଦିନ କହିଥିଲି ବୋଧହୁଏ। ମଦନ ନା ନା, ମୁଁ ତ ଆଦୌ ସେ କଥା ଭାବି ନାହିଁ। ଆପଣ ଏ କଥା କାହିଁ କହୁଛନ୍ତି? ମେନକା ଏଇ ତ ଲେଖିଛନ୍ତି ପ୍ରେମ। ମଦନ ବାଧା ଦେଇ କାଗଜଟା ଟାଣି ଆଣି ଓଲଟାଏ। ନା ମେନକା ଦେବୀ, ବିଲିଭ୍ ମି, ସେଟା ନାଟକ ନୁହେଁ, ଗୋଟେ। ମେନକା ତେବେ ଆପଣଙ୍କ ନାୟିକାର ନାମ ଲେଖା ହୋଇଛି ଉପରେ ଯେ, ତାକୁ ଆଡ୍ରେସ୍ କରି ଲେଖା ନା। ମୁଁ ମନେ କଲି ଆପଣଙ୍କର ଚୁମ୍ବନ ପ୍ଲେର ଗୋଟାଏ ଅଂଶ। ହୁଏତ ନାଟକର ନାୟକ ମଦନ ଲେଖୁଛି ପ୍ରେମ ପାଖକୁ ଲଭ୍ ଲେଟର। ମଦନ ନା, ସେ କିଛି ନୁହେଁ। ବସନ୍ତୁ ଅନେକ ବେଳୁ ଠିଆ ହୋଇ ରହିଛନ୍ତି। ମେନକା ଆପଣ ବସନ୍ତୁ ନା। ମଦନ ଆପଣ ବସନ୍ତୁ, ମୁଁ ଆଉ ଖଣ୍ଡେ ଚୌକି ଟାଣି ଆଣୁଛି। ମେନକା ନା ନା, ଆପଣ ନିଜେ। ମଦନ ଚାକରଟା ନାହିଁ, ସେଥିରେ କ'ଣ ଅଛି? ମେନକା ଇତିମଧ୍ୟରେ ଟେବଲରେ ଥିବା ଫଟୋଟି ଧରି, ଏଇଟି ସୁନ୍ଦର ଚେହେରାଟି। ମଦନ ସେ ମେନକା ବୋଧହୁଏ ଆପଣଙ୍କର। ମଦନ ନା, ମୁଁ ବ୍ୟାଚଲର ଯେ। ମେନକା ଓ ସେଦିନ ଶୁଣିଥିଲି, ଭୁଲି ଯାଇଛି। ଏକ୍ସକ୍ୟୁଜ୍ ମି। ମଦନ ମୋର ଜଣେ ବନ୍ଧୁଙ୍କର ଝିଅ, ମୋ ପାଖେ ରହିଯାଇଥିଲା ଫଟୋଟି, ପଠାଇ ଦେବାକୁ ବସିଛି। ମେନକା ବେଶ୍, ତାହେଲେ ଆପଣଙ୍କର କାମଟା। ମଦନ ହଁ କହନ୍ତୁ। ମେନକା ମୁଁ ଆଉ କହିବି କ'ଣ? ନାଟକଟି ଯୋଉ ଯାଏ ଆପଣ ଗଢ଼ିଛନ୍ତି। ମଦନ ସେ ତ ପବ୍ଲିଶଡ ହୋଇସାରିଛି ବିଚିତ୍ରାରେ। ମେନକା ହଁ ସେଇଆ। ତାପର ପ୍ଲଟ୍ଟା କ'ଣ ଭାବିଛନ୍ତି କହନ୍ତୁ ନା। ମୋର ବଡ଼ ଇଚ୍ଛା ମୁଁ ବାକିଟା ଶେଷ କରିବି। ମଦନ କିନ୍ତୁ। ମେନକା ଓଃ, ଆପଣଙ୍କର ସନ୍ଦେହ ହେଉଛି କାଳେ ମୁଁ ପାରିବି କି ନାହିଁ ଅର୍ଦ୍ଧାଂଶଟାକୁ ପୂରଣ କରିବାକୁ। ଅନ୍ତତଃ ଚେଷ୍ଟା ତ କରିପାରିବି। ଚେଷ୍ଟାରେ ଆପତ୍ତି କ'ଣ? ଆପଣ କଥାବସ୍ତୁଟା କହନ୍ତୁ ନା। ମୁଁ ଏଇ ଖାତା ପେନସିଲ୍ ନେଇ ଆସିଛି ଯେ, ନୋଟ୍ କରିନେବି। ମଦନ ବେଶ୍। ମଦନ ଆଉ ପ୍ରେମ ପିଲାଟି ଦିନୁ ସାଙ୍ଗ ହୋଇ ଚଳିଛନ୍ତି। ମେନକା ସେ ତ ଆପଣଙ୍କର ଯାହା ଛାପ ହୋଇଯାଇଛି ମୁଁ ପଢ଼ୁଛି। ମୁଁ କହୁଛି ଶୁଣନ୍ତୁ, ଯେତେଟା ମନେ ଅଛି ମୋର, କିଛି ବାକି ରହିଗଲେ ଆପଣ କହିଦେବେ। କେମିତି ଠିକ୍ ହେବ ନା? ଦେଖନ୍ତୁ ତ ମୁଁ ଆପଣଙ୍କ ଲେଖାଟିକି ଭଲ କରି ଷ୍ଟଡି କରିଛି କି ନାହିଁ। ମଦନ କହନ୍ତୁ ଶୁଣେ। ମେନକା ମଦନ ଆଉ ପ୍ରେମ ଏଇ ଆପଣଙ୍କର ଚୁମ୍ବନ ନାୟକ ନାୟିକା, ଠିକ୍ ତ? ମଦନ ହଁ। ମେନକା ତାପରେ ଦୁହେଁ ପିଲାଦିନର ସାଙ୍ଗ, ଦୁହିଁଙ୍କର ବାପା ମା ଜାଣିଶୁଣି। ମଦନ କିନ୍ତୁ ପ୍ରେମର ଯେ ସାବତ ମା। ମେନକା ହଁ ହଁ, ଆମ୍ ସରି। ପ୍ରେମର ନିଜ ମା ସଙ୍ଗେ ମଦନ ମାଙ୍କର କଥା ହୋଇଥିଲା ମଦନକୁ ପ୍ରେମ ସଙ୍ଗେ ବାହା ଦେବାକୁ। ତାପର ପ୍ରେମରେ ମା ମରିଯାଆନ୍ତି। ମଦନ ହଁ। ମେନକା ସେଇଠୁ ଦୁଇଜଣ ଯାକ ପିଲାଦିନୁ ବଢ଼ି ଆସିଲେ ଏକ ସାଙ୍ଗରେ। ମଦନର ମା କିଛି ଆପତ୍ତି କରନ୍ତି ନାହିଁ। ମଦନର ବାପା ଜମିଦାର, ପ୍ରେମର ବାପା ଆଉ ଏକ ଜମିଦାରଙ୍କର ତହସିଲଦାର। ମଦନ ଦୁହେଁ ପଡ଼ିଶା।
मेनका हाँ जड़े बड़ लोक आउ जड़े मध्यवित्त गरीब किंतु पड़ोशी प्रेमर साबत माँ प्रेम को जमा देखिपारे ना एतक फुटाइबाकू जाई आपण मझिरे सदानंद बाबा बोली जड़े बाबाजी को देखाई मदन आ बसंत मेनका हाँ से मध्य मदनर पिलादिनर साथी मदन से चित्रकर मेनका आ मदन कवि माने दुई सांग जड़े कवि जड़े चित्रकर एई तो मदन हाँ आउ जन को आपण छाड़ी जाउछंती जे मेनका आउ किए मदनर बाप श्यामसुंदर प्रेमर बाप साधु मदनर सांग बसंत एई तो आ मदनर माँ प्रेमर साबत माँ मदन सुधा मेनका ओ बसंतर मदन हाँ हाँ मेनका से तो विवाह होईगला मदनर पता मध्य बंद होईगला एतिकी जाए आपण नाटक लेखा हेछि मदन ना ना आउ किछि अछि मेनका ओ विचित्र रे एतिक जाए छपा होईछि आउ लेखा रहिछि आपणक पाखरे मदन हाँ मेनका तापरे कौन लिखिछन्ती प्लटटा मदन तापर मदन आ प्रेमर विवाह रे मेनका कौन बाधा आहा ना ना बड़ मदन किंतु घटना तो सेमिति गढ़ी आसी मेनका अच्छा कौन तो देखी मदन मदनर बापा टिके आरिस्टोक्रेट साधुबाबू संगरे कौन से कारणरू तांकर विमना हुए मेनका तारि फल विवाह बंद ओह ओह गुड गॉड मदन हाँ तारि फल मेनका प्रेमर कड़ कष्ट हेब मिस्टर रॉय मदन मदन कि कम कष्ट बोली मन करती मेनका तथापि से पुरुष मन भूलिबाकू सेमानकर केते समय मदन ना मेनका देवी प्रकृत प्रेमर महत्व सेठी पुरुष बोली जे से स्त्री लोक ठारू प्रेमर महत्व अल्प बुझे एटा मन करंतु नहीं मेनका अच्छा से जहा हो तापरे मदन तापर विवाह भांगी गला अवशेषे मदनर माँ मेनका आपण प्लटटा कहू कहू इन्स्पायर्ड हो जाउछंती देखुचे आपण बड़ क्विक मदन ना ना तापर मदन मध्य घर छाड़ी चली जाए निरुद्देश्य मेदन मेनका सेठू मदन सेठू तो चली प्लटटा यही पर्यंत आगे मेनका तापरे आउ कौन करिवे मन करिछंती मदन मने तो किछि करि नाही हो जा हेब मेनका प्लटटा ठीक न करी मदन ना सेटा मो अभ्यास नुहे हो जहा हेब मेनका ताले एठो बाकी अछि मते तेबे एठो चुंबनटा पूरण करबाको हेब अच्छा कहंतु तो ट्रेजिक एंड ना कॉमेडी फिनिश मदन सेटा आपणकर मेनका ना ना मोर इच्छा ट्रेजिक एंड नुहे मदन को हुए तो आउ जने एजुकेटेड यंग गर्ल संगे मदन असंभव सेटा केमिति हेबो प्रेम पाई से घर द्वार सब छाड़ी आ से पुणी मेनका किंतु ता बोली गोटे कविर जीवन मदन नष्ट हेले क्षति कौन आउ नष्ट बा कहीं हेब मेनका तेबे से कौन प्रेमर मिलन आसरे मदन हे पारे कहली तो हो जहा हो जीव मेनका अच्छा से तो मोर काम मु जदि पारे मदनर मन फेर बदलाई दे अन्य प्रकार प्लट कढ़ी नेबी आसतु रिहर्सल टाइम होगलानी डैडी आमको अपेक्षा करी बसिथिबे मदन मु टिके पछरे गले मेनका ताकि हुए आपणकर जे हीरो रोल मदन बाबूंक पार्टटा किंतु आपण जहाँ करुछंती मदन मु तेबे चाकरटा को टिके देखे मेनका या भितरे आपणकर रूम केटा अछि मदन हाँ आउ दुईटा रूम अवश्य स्टोर किचन छड़ा मेनका देखि जाए थाए घरटा आपणकर मदन घर मोर भड़ा घरटा मोर हेब केमिति मेनका ओ सत कथा चलतु दुहे उठिले तेबे एहिटारे शेष होला नाट्यकार कालीचरण पट्टनायकर नाटक चुंबन आगामी अध्याय ए नाटकटीर अवशिष्ट भाग को आमे सुनिबा रहिली नमस्कार।